ମହାଦେବଙ୍କୁ ଜଳ ଚଢ଼େଇବାର ମନ୍ତ୍ର ବୋଲବମ୍ ସମୟରେ ଆପଣମାନେ ଯେତେବେଳେ ପାଣି ନେଇକି ଯାଉଛନ୍ତି ଜଳଭାର ନେଇକି ଯାଉଛନ୍ତି ସେ ସମୟରେ ମନ୍ତ୍ର ପାଠ କରିକି ଜଳ ଢାଳୁଛନ୍ତି ନା ସେମିତି ଢାଳି ଦେଉଛନ୍ତି? ଯଦି ସେମିତି ଢାଳି ଦେଉଛନ୍ତି ଏମିତି କରିବେନି। ପ୍ରାୟତଃ କ'ଣ କରନ୍ତି ନହେଲେ ଓମ୍ ନମଃ ଶିବାୟର ଜପ କରନ୍ତି, ସେ ମଧ୍ୟ ଠିକ୍। କାହିଁକିନା ବହୁତ ଭିଡ଼ ଥାଏ, ସେତିକି ମନ୍ତ୍ର ପାଠ କରିକି ଢାଳିବାର ସମୟ ମଧ୍ୟ ଆମ ପାଖରେ ନଥାଏ। ତଥାପି ଗୋଟେ ଛୋଟିଆ ମନ୍ତ୍ର କହୁଛି, ଯଦି ଆପଣ ମହାଦେବଙ୍କ ଠାରୁ କିଛି ଆଶା କରୁଛନ୍ତି, ଯଦି ମହାଦେବଙ୍କ ଠାରୁ ଆପଣ ସୁଖ ସମୃଦ୍ଧିର ଆଶା କରୁଛନ୍ତି ଏବଂ ମାନସିକ ଶାନ୍ତି ଯଦି ଚାହୁଁଛନ୍ତି ଆପଣଙ୍କୁ ପ୍ରାପ୍ତ ହେଉ, ତାହେଲେ ଏହି ମନ୍ତ୍ରର ପାଠ କରିବେ। ମନ୍ତ୍ରଟି ଅତି ସହଜ ଆଉ ସରଳିଆ। ମନ୍ତ୍ରଟି ହେଉଛି କ'ଣ? ଓମ୍ ନମୋ ଭଗବତେ ରୁଦ୍ରାୟ। ଏ ମନ୍ତ୍ରର ପାଠ ଆପଣମାନେ କରିବେ। ଯେତେ ସମୟରେ ଯେତେ ଥର ଆପଣ ଜଳ ଢାଳୁଛନ୍ତି ବା ଜଳ ଢାଳିବା ସମୟରେ ଅବିରତ ମଧ୍ୟ ପାଠ କରିପାରିବେ। ଓମ୍ ନମୋ ଭଗବତେ ରୁଦ୍ରାୟ, ଓମ୍ ନମୋ ଭଗବତେ ରୁଦ୍ରାୟ, ଓମ୍ ନମୋ ଭଗବତେ ରୁଦ୍ରାୟ, ଏହିପରି ଭାବରେ। ଭିଡ଼ିଓ ଯଦି ଭଲ ଲାଗୁଥାଏ ତାହେଲେ ସେୟାର କରିକି ଚ୍ୟାନେଲକୁ ସପୋର୍ଟ କରିବେ। ଭିଡ଼ିଓ ଯଦି ଭଲ ଲାଗୁଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଫଲୋ କରିବେ। ରହିଲି। ଜୟ ଜଗନ୍ନାଥ, ଜୟ ଶିବଶମ୍ଭୁ।